ଯୁକ୍ତରାଷ୍ଟ୍ର ଆମେରିକାର 46ତମ ରାଷ୍ଟ୍ରପତି ହେଉଛନ୍ତି ଜୋ ବିଡେନ, ଯାହାଙ୍କର ପୁରା ନାମ ହେଉଛି ଯୋସେଫ ରୋବିନେଟ ବିଡେନ। ରାଜନୀତିରେ ପରିଣତ ହେବା ପୂର୍ବରୁ ସେ ଇତିହାସର ପଞ୍ଚମ କନିଷ୍ଠ ୟୁଏସ୍ ସିନେଟର ତଥା ଡେଲାୱେୟାରର ଦୀର୍ଘତମ ସେବା କରୁଥିବା ସିନେଟର ହୋଇଥିଲେ। ତାଙ୍କର 2008 ରାଷ୍ଟ୍ରପତି ଅଭିଯାନ କଦାପି ଗତି କରିପାରିନଥିଲା, କିନ୍ତୁ ଡେମୋକ୍ରାଟିକ ପ୍ରାର୍ଥୀ ବାରାକ ଓବାମା ତାଙ୍କୁ ସାଥୀ ଭାବରେ ମନୋନୀତ କରିଥିଲେ। ବିଡେନ ଆମେରିକାର 47ତମ ଉପରାଷ୍ଟ୍ରପତି ଭାବରେ 2 ଥର କାର୍ଯ୍ୟ କରିଥିଲେ। 2017ରେ ତାଙ୍କୁ ପ୍ରଶାସନ ଶେଷରେ ଓବାମା ବିଡେନଙ୍କୁ ପ୍ରଶାସନ କ୍ଷେତ୍ରରେ ଫ୍ରିଡମ ମେଡାଲ ପ୍ରଦାନ କରିଥିଲେ। ଜୋ ବିଡେନ ନଭେମ୍ବର 20, 1942 ମସିହାରେ ଉତ୍ତର ପୂର୍ବ ପେନସିଲଭାନିଆର ସ୍କ୍ରାଣ୍ଟନ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ହେଉଛନ୍ତି ଯୋସେଫ ବିଡେନ ଏବଂ ମାତା କ୍ୟାଥେରିନା ୟୁଗେନିଆ ଫିନେଗାନ। ରାଜନୈତିକ କ୍ୟାରିୟରରେ ସଫଳତା, ଘୋଟାଲା ଏବଂ ତୀବ୍ର ହୃଦୟ ବିଦାରକ ପରିପୂର୍ଣ୍ଣ। ରାଷ୍ଟ୍ରପତି ବିଡେନଙ୍କ ପାଖରେ ଅସାଧାରଣ ବ୍ୟକ୍ତିତ୍ୱ ପରିଲକ୍ଷିତ ହୁଏ। ମୋଟାମୋଟି ଭାବେ କହିବାକୁ ଗଲେ ସେ ଜଣେ ଭଲ ମଣିଷ। ଭିଟି ସାଲୋନିରୁ ମୁଁ ବିଷ୍ଣୁଚରଣ ନାୟକ। ଯଦି ଆପଣ ଆମର ଏହି ଚ୍ୟାନେଲରେ ନୂଆ ଥାନ୍ତି ତେବେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲିବେନି। जय हिंद।